ନେତାଙ୍କର ବି ଦରମା ବି ବଢ଼ିଆ ଦରକାର। ଖାସ୍ କରି ଆମର ବିଜେଡ଼ି ଏମ୍ଏଲ୍ଏ ମାନଙ୍କର ଦରକାର। ସେମାନେ ଆନ୍ଦୋଳନ କରିଛନ୍ତି କି ଆମ ଦରମା ବୃଦ୍ଧି କରାଯାଉ। କାହିଁକିନା 35,000 ଟଙ୍କା ଦରମା ପାଆନ୍ତି, ଭତ୍ତା ପାଆନ୍ତି 65,000 ଲକ୍ଷେ ଟଙ୍କା, ତଥାପି ତାଙ୍କୁ ନଖଟ ହେଉଛି। ଖାସ୍ କରି ଆମ ପ୍ରମିଳା ବାପାଙ୍କୁ ନଖଟ ହେଉଛି। ସେ ସେଥିପାଇଁ ତ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ଗୃହରେ କି ଆମ ଦରମା ବଢ଼ାଯାଉ, 2.5 ଲକ୍ଷ ଟଙ୍କା କରାଯାଉ, ଆମ ଏମ୍ଏଲ୍ଏ ଫଣ୍ଡଟା ଟିକେ ବଢ଼ାଯାଉ। ଆଉ ବଢ଼ିଲେ ଆପଣ କୋଟି କୋଟି ଟଙ୍କା ପୁଣି ଦୁର୍ନୀତି କରିବେ। ମୁଁ ଏଇଟା କହୁନି। ଏଡିଆର୍ ରିପୋର୍ଟ କହୁଛି ବିଜେଡ଼ିର 51 ଜଣ ଏମ୍ଏଲ୍ଏରୁ 43 ଜଣ ହେଲେ କୋଟିପତି। ତାଙ୍କ ଭିତରୁ ସବୁଠୁ ଟପ୍ରେ ଅଛି ସନାତନ ମହାକୁଡ଼, ତାପରେ କଳିକେଶ ସିଂହଦେଓ। ଏମାନେ ବଡ଼ ଲୋକ ହେଲେ କେଉଁଠୁ? 24 ବର୍ଷ ଶାସନ କାଳରେ ଏତେ। କଂଗ୍ରେସର 14 ଜଣ ବିଧାୟକ ଅଛନ୍ତି, ସେଥିମଧ୍ୟରୁ 9 ଜଣ ହେଲେ କୋଟିପତି। ବିଜେପିର 78 ଜଣ ଅଛନ୍ତି, ସେଥିମଧ୍ୟରୁ 52 ଜଣ ହେଲେ କୋଟିପତି। ମୁଁ ଜନସାଧାରଣଙ୍କୁ ଗୋଟେ କଥା କହି ରଖିବାକୁ ଚାହୁଁଛି, ଭାଇମାନେ, ଆମେ ଯେଉଁମାନଙ୍କୁ ଭୋଟ ଦେଉଛେ ସେମାନେ ଆମ ପାଇଁ କାମ କରିବା ପାଇଁ ନା ସେ ତାଙ୍କ ପେଟ ଫୁଲ କରିବା ପାଇଁକା? ଯେଉଁ ନେତା କୁହନ୍ତି ଆମେ ଗରିବମାନଙ୍କ ନେତା, ଭାଇ ତୁମେ ଗରିବମାନଙ୍କ ନେତା?